ଜୟ ଜଗନ୍ନାଥ। ନମସ୍କାର ପ୍ରିୟ ଦର୍ଶକ ବନ୍ଧୁ, ମୁଁ ଜ୍ୟୋତିଷାଚାର୍ଯ୍ୟ ପ୍ରମୋଦ କୁମାର ପଣ୍ଡା ଆପଣମାନଙ୍କୁ ସ୍ୱାଗତ କରୁଛି ଆପଣମାନଙ୍କର ପ୍ରିୟ ଚ୍ୟାନେଲ ଆଷ୍ଟ୍ରୋ କଲ୍ୟାଣ ଚ୍ୟାନେଲ। ପ୍ରିୟ ଦର୍ଶକ ବନ୍ଧୁ, ଯେଉଁ ବ୍ୟକ୍ତିମାନଙ୍କୁ ଚ୍ୟାନେଲକୁ ଦେଖୁଛନ୍ତି ସବସ୍କ୍ରାଇବ୍ କରିନାହାନ୍ତି ସବସ୍କ୍ରାଇବ୍ କରନ୍ତୁ, ଲାଇକ୍ କରନ୍ତୁ, ଅଧିକରୁ ଅଧିକ ସେୟାର କରନ୍ତୁ। ଏବେ ଆସନ୍ତୁ ଜାଣିବା ଭାଗ୍ୟର ପରିବର୍ତ୍ତନତା। ଦୁର୍ଭାଗ୍ୟ ଦୂର ହେବ, ସଫଳତା ମିଳିବ, ଆନନ୍ଦ ମିଳିବ। କଣ ମିଳିବ ଆଜି ଆମେ ଜାଣିବା। ତାହେଲେ କଣ ଆଜି ଅଛି? ଦେବଗୁରୁ ବୃହସ୍ପତି ମହାଗ୍ରହ ଗୋଚର ହେବାକୁ ଯାଉଛନ୍ତି। 31 ଅକ୍ଟୋବର 2026 ଠାରୁ ଦେବଗୁରୁ ବୃହସ୍ପତି ସିଂହ ରାଶିର ମଘା ନକ୍ଷତ୍ରକୁ ଆଗମନ କରୁଛନ୍ତି। ତାହେଲେ ଯୋଉ ବ୍ୟକ୍ତିଙ୍କର ଜନ୍ମ ଜାତକ ରାଶି ହଉଛି ମେଷ ରାଶି, ଅନ୍ୟଥା ଲଗ୍ନ ହଉଛି ମେଷ ଲଗ୍ନ। ଯଦି ଆପଣଙ୍କ ପାଖରେ ରାଶି କିଛି ବି ଥାଉ କିନ୍ତୁ ମେଷ ଲଗ୍ନ ଅଛି, ଆପଣ ନିଶ୍ଚିତ ରୂପରେ ଏହାକୁ ଦେଖିବା ଅତ୍ୟନ୍ତ ଆବଶ୍ୟକତା ଅଛି। ଏତଦ୍ ବ୍ୟତୀତ ଯୋଉ ବ୍ୟକ୍ତିଙ୍କ ରାଶି ହଉଛି ମେଷ ରାଶି, ଯଦି ଆପଣଙ୍କ ପାଖରେ ଜାତକ ନାହିଁ, ନାମ ରାଶି ହଉଛି ମେଷ ରାଶି, ତାହେଲେ ନିଶ୍ଚିତ ରୂପରେ ଏହା ଏପିସୋଡ ଦେଖିବା ଅତ୍ୟନ୍ତ ଆବଶ୍ୟକତା ଅଛି। ପ୍ରିୟ ଦର୍ଶକ ବନ୍ଧୁ, ତାହେଲେ ମେଷ ରାଶି ଠାରୁ ସିଂହ ରାଶି ହଉଛି ପଞ୍ଚମ ଭାବ। ବୁଦ୍ଧି, ବିଦ୍ୟା, ବାଣୀ, ବ୍ୟବହାର, ସନ୍ତାନ, ଇନଭେଷ୍ଟମେଣ୍ଟ, ଲଭ, ଆଧ୍ୟାତ୍ମିକବାଦୀ ମଧ୍ୟ। ତାହେଲେ ଦେବଗୁରୁ ବୃହସ୍ପତି ଯେତେବେଳେ ସିଂହ ରାଶିରେ ରହିବେ, ତାହେଲେ କେଉଁ ସ୍ଥାନକୁ ଦୃଷ୍ଟି ଦେବେ? ପ୍ରଥମତଃ ପଞ୍ଚମ, ସପ୍ତମ ଏବଂ ନବମ ଭାବକୁ ଦୃଷ୍ଟି ଦେବେ। ଦେବଗୁରୁ ବୃହସ୍ପତିଙ୍କର ନବମ ଭାବ ଦୃଷ୍ଟି ହଉଛି ମେଷ ରାଶି ଏବଂ ପଞ୍ଚମ ଭାବ ଦୃଷ୍ଟି ହଉଛି ଧନୁ ରାଶି। ସପ୍ତମ ଭାବ ଦୃଷ୍ଟି ନିଶ୍ଚିତ ରୂପରେ କୁମ୍ଭ ରାଶି। କୁମ୍ଭ ରାଶିରେ ରାହୁ ଅଛନ୍ତି। ରାହୁ ସହିତ ବରଂ ଦେବଗୁରୁ ବୃହସ୍ପତିଙ୍କର ଦୃଷ୍ଟି ପଡ଼ିବ, ଜବରଦସ୍ତ ପାୱାରଫୁଲ ରହିବ। ତାହେଲେ ପ୍ରିୟ ଦର୍ଶକ ବନ୍ଧୁ, ତାହେଲେ ବୃହସ୍ପତିଙ୍କ ସହିତ ଅଛନ୍ତି କି ନା କେତୁ ରହିବେ। ତାହେଲେ କେତୁ କଣ ନା ଗୋଟେ ପ୍ଲାନର ଗ୍ରହ, ଓନ୍ଲି ଫର ପ୍ଲାନିଂ, ବିଦ୍ୟା, ଗବେଷଣା, ରିସର୍ଚ୍ଚ। ତାହେଲେ ଯୋଉ ବ୍ୟକ୍ତି ମାନେ ଆଧ୍ୟାତ୍ମିକ କ୍ଷେତ୍ରରେ ଅଛନ୍ତି, ଆଧ୍ୟାତ୍ମିକବାଦୀ ଅଛନ୍ତି, ସାଧୁ, ସନ୍ଥ, ସନ୍ନ୍ୟାସୀ, ପ୍ରବଚକ, ବିଦ୍ୟାର୍ଥୀ, ରିସର୍ଚ୍ଚ, ଏମାନଙ୍କ ପାଇଁ ଜବରଦସ୍ତ ସଫଳତା ଦେବେ ଦେବଗୁରୁ ବୃହସ୍ପତି। ଭୌତିକ ସୁଖ, ଶାନ୍ତି ଏବଂ ସମୃଦ୍ଧି ମଧ୍ୟ ଦେଖାଦେବ। ମାନସିକ କ୍ଷେତ୍ରରେ ଟିକେ ଅଶାନ୍ତି, କନଫ୍ୟୁଜନ କ୍ରିଏଟ କରିବ। ମାନସିକ କ୍ଷେତ୍ରରେ ଓଭର କନଫିଡେନ୍ସ କେବେ ରଖିବା ଉଚିତ ନୁହେଁ। ନିଶ୍ଚିତ ରୂପରେ ଆପଣ ଧୋକା ଖାଇଯିବେ, ସେଥିପାଇଁ ଯଥେଷ୍ଟ ସାବଧାନ ରହିବେ। ବିଚଳିତ ହେବା ଉଚିତ ନୁହେଁ। ବିବେକବାନ ହେବା, ବିଚଳିତ ଜାଗାରେ ବିବେକବାନ ହେବା ଏବଂ ବୁଝି ସୁଝି କାର୍ଯ୍ୟ କରିବା ବହୁତ ଆବଶ୍ୟକତା ଅଛି। ଲମ୍ବା ଯାତ୍ରା, ବିଦେଶ ଯାତ୍ରା, ଦୂର ଯାତ୍ରା, ଭ୍ରମଣଯୋଗ, ଦେବଯାତ୍ରା, ତୀର୍ଥଯାତ୍ରା ଇତ୍ୟାଦି ସବୁ ଦେଖାଦେବ। ସଫଳତା ମଧ୍ୟ ମିଳିବ। ଭାଗ୍ୟର ପରିବର୍ତ୍ତନତା, ଉଦୟତା ମଧ୍ୟ ଅଛି ଏବଂ ସନ୍ତାନକୁ ପାଇ ଆନନ୍ଦିତ ହେବେ। ସନ୍ତାନଙ୍କର କର୍ତ୍ତୃତ୍ୱକୁ ନେଇ ଯଥେଷ୍ଟ ଅନୁଭୂତି ଉପଲବ୍ଧ ମଧ୍ୟ କରିବା ଦେଖାଦେବ। ବିଦ୍ୟାର୍ଥୀ ମାନେ ବିଦ୍ୟା କ୍ଷେତ୍ରରେ ଜବରଦସ୍ତ ସଫଳତା ପାଇବେ ଏବଂ ଅଧିକାର ମଧ୍ୟ ଆପଣଙ୍କୁ ପ୍ରାପ୍ତି ଯୋଗ ଅଛି, ଧନ ଲାଭ ଯୋଗ ମଧ୍ୟ ଅଛି। ଭାଗ୍ୟର ପରିବର୍ତ୍ତନତା ମଧ୍ୟ ଦେଖାଦେବ। ନିଶ୍ଚିତ ରୂପରେ ଭାଗ୍ୟର ପରିବର୍ତ୍ତନତା ସହିତ ଯୋଉ ବ୍ୟକ୍ତି ମାନେ ପାଠ ପଢିଛନ୍ତି, ବହୁତ ଦିନ ଧରି କୌଣସି ବି ଚାକିରି ମିଳୁନଥିଲା ବା ଚାକିରି ପ୍ରମୋସନ ହଉନଥିଲା, ପୋଜିସନ ମିଳୁନଥିଲା, ଇନକ୍ରିମେଣ୍ଟ ହଉନଥିଲା, ସେମାନଙ୍କ ପାଇଁ ନିଶ୍ଚିତ ରୂପରେ ଫାଇଦା ହବ। ଯେଉଁମାନେ ଇଞ୍ଜିନିୟରିଂ, ମେଡିକାଲ ଲାଇନ, ରିସର୍ଚ୍ଚ ଲାଇନ ଅଛନ୍ତି, ସେମାନଙ୍କ ପାଇଁ ମଧ୍ୟ ଯଥେଷ୍ଟ ଲାଭଦାୟକ ଦେଖାଯିବ। ଦେବଗୁରୁ ବୃହସ୍ପତି ଜ୍ଞାନର ପ୍ରତୀକ, ଅର୍ଥର ପ୍ରତୀକ, ମନି, ପାୱାର, ପୋଜିସନ, ସକ୍ସେସଫୁଲ ଏନର୍ଜି। ତାହେଲେ ଦେବଗୁରୁ ବୃହସ୍ପତି ଆପଣଙ୍କ ବୁଦ୍ଧିକୁ, ଯେଉଁ ପିଲାମାନେ ପାଠ ପଢୁଛନ୍ତି ବା ଯେଉଁମାନେ ଅଫିସିଆଲି କାମ କରୁଛନ୍ତି, ଯେଉଁ ହାରାସମେଣ୍ଟ ହଉଥିଲେ, ନିଶ୍ଚିତ ରୂପରେ ବୁଦ୍ଧିରେ ପରିବର୍ତ୍ତନତା ଦେଖାଦେବ, ବିଦ୍ୟାରେ ପରିବର୍ତ୍ତନତା ଦେଖାଦେବ, ମଙ୍ଗଳ କାର୍ଯ୍ୟରେ ମଧ୍ୟ ସଫଳତା ଦେଖାଦେବ। ବିବାହ, ମାଙ୍ଗଳିକ କାର୍ଯ୍ୟରେ ମଧ୍ୟ ଜବରଦସ୍ତ ସଫଳତା ଦେଖାଦେବ। ତୀର୍ଥଯାତ୍ରା ମଧ୍ୟ ଅଛି। ତାହେଲେ ପ୍ରିୟ ଦର୍ଶକ ବନ୍ଧୁ, ଖାଲି ଛୋଟିଆ କଥା ମନେ ରଖିଥିବେ, ପତି ପତ୍ନୀ ମଧ୍ୟରେ
ଏକ ଅନୁଚନ ଭିତରେ ଶ୍ରଦ୍ଧା ଆଦରତା ଆତ୍ମବିଶ୍ୱାସ ରଖିବା ଏବଂ କିଛି ଅର୍ଥ ପାଇଁ ମାୟାରେ ପଶିବା ନାହିଁ ବା ଲୋଭ ଯୁକ୍ତ ରଖିବା ନାହିଁ ବା କୌଣସି ଅଧର୍ମ କାର୍ଯ୍ୟ କରିବା ନାହିଁ। ଧାର୍ମିକ କାର୍ଯ୍ୟରେ ଯଥାର୍ଥରେ ଖର୍ଚ୍ଚ କରିବା ଲୋଭାଯୁକ୍ତ ଆସକ୍ତା ବାଧ୍ୟତା ଉଚିତ ନୁହେଁ। ତାର ନିଶ୍ଚିତ ରୂପରେ ଆପଣଙ୍କର ମଙ୍ଗଳର ସଫଳତା ମିଳିବ। କିଛି ଧ୍ୟାନ କରନ୍ତୁ, କିଛି ଆଚାର ବିଚାର ଭିତରେ କରନ୍ତୁ। ଦେବଗୁରୁ ବୃହସ୍ପତି ଆପଣ ଭାଗ୍ୟକୁ ସମ୍ପୂର୍ଣ୍ଣ ରୂପରେ ପରିବର୍ତ୍ତନ କରିବେ। ତାହେଲେ ପ୍ରିୟ ଦର୍ଶକ ବନ୍ଧୁ, ତାହେଲେ ଆଜି ଆମେ ଜାଣିଲେ ମେଷ ରାଶି ବ୍ୟକ୍ତି ମାନଙ୍କ ପାଇଁ ତାହେଲେ କିଛି ତ ଗଡ଼ବଡ଼ି ଅଛି ଆଉ ବହୁତ ଭଲ ଅଛି, ହାରାହାରି ବହୁତ ଭଲ। ତାହେଲେ ପ୍ରତିକାର କ'ଣ କରିବା? ପ୍ରତ୍ୟେକ ଦିନ ପ୍ରାତଃ ସମୟରେ ସ୍ନାନାଦି କାର୍ଯ୍ୟ ସାରି ଓମ୍ ଗ୍ରାମ ଗ୍ରୀଂ ଗ୍ରୌମ ସହ ଗୁରବେ ନମଃ ଏହି ମନ୍ତ୍ର ଜପ କରନ୍ତୁ। ନିଜର ଗୁରୁଜନ ବ୍ୟକ୍ତିଙ୍କୁ ସମ୍ମାନ ଆଦର ଭକ୍ତି କରନ୍ତୁ। ମାତା ପିତାଙ୍କ ପାଦ ସ୍ପର୍ଶ କରି ପ୍ରଣାମ କରନ୍ତୁ। ଯଦି ଅସନ୍ତୁଷ୍ଟତା ଅଛନ୍ତି ତାଙ୍କୁ ସନ୍ତୁଷ୍ଟି କରିବା ପାଇଁ ପ୍ରତିଚେଷ୍ଟା ସତଚେଷ୍ଟା କରନ୍ତୁ ଏବଂ କିଛି ଦାନ ପୂର୍ଣ୍ଣ ଧ୍ୟାନ କରନ୍ତୁ। ବହୁତ ଫଳପ୍ରଦ ହବ, ବହୁତ ଭାଗ୍ୟର ପରିବର୍ତ୍ତନ ଦେଖାବ। ତାହେଲେ ପ୍ରିୟ ଦର୍ଶକ ବନ୍ଧୁ, ଆଜି ଆମେ ଜାଣିଲେ ମେଷ ରାଶି ବ୍ୟକ୍ତିମାନଙ୍କ ପାଇଁ ଦେବଗୁରୁ ବୃହସ୍ପତି ଚଳନ ପାଇଁ ବଡ଼ ଚମତ୍କାର ଅଛି। ଏତ ଥିଲା ଦେବଗୁରୁ ବୃହସ୍ପତି ଚଳନ। ଆଜି ତ ସମୟ ଦେଇଛି କାର୍ଯ୍ୟକ୍ରମ ଆମେ ଏଇଠି ରଖୁଛୁ। ପୁଣି ଦେଖା ମଧ୍ୟରେ। ଜୟ ଜଗନ୍ନାଥ, ନମସ୍କାର।